କର୍ମରେ ଯଦି ବାରମ୍ବାର ଅସଫଳତା ଦେଖାଦେଉଛି, ଯଦି ସଫଳତା ପାଇବା ପାଇଁ ଚାହୁଁଥାନ୍ତି ଆପଣମାନେ, ତାହେଲେ ଗୋଟେ ଉପାୟ କହୁଛି କରନ୍ତୁ। ଉପାୟଟି ହେଲା, ପ୍ରତ୍ୟେକ ଦିନ ଯେତେବେଳେ ଆପଣମାନେ ଘରେ ଆଳତି କରୁଛନ୍ତି, ସେ ଆଳତି ପାତ୍ରରେ କର୍ପୂର ସହିତ 7ଟି ଗୁଜୁରାତି ଏବଂ 7ଟି ଲବଙ୍ଗ ସେ ଆଳତି ପାତ୍ରରେ ପକାଇକି ଯେତେବେଳେ ଆଳତି କରୁଛନ୍ତି, ଭଗବାନଙ୍କର ଆଳତି କରନ୍ତୁ। ଏବଂ ସେ ଯେଉଁ ଆଳତିଟି ପୋଡ଼ିଯିବା ପରେ ଭସ୍ମ ହୋଇଯିବ, ଯେତେବେଳେ ଗୁଜୁରାତି ଆଉ ଲବଙ୍ଗ ପୋଡ଼ିଯିବ, ଭସ୍ମ ହୋଇଯିବ, ସେ ଭସ୍ମକୁ ସାଇତିକି ରଖନ୍ତୁ। ଏବଂ ପ୍ରତ୍ୟେକ ଦିନ ଯେତେବେଳେ ବାହାରକୁ ଯାଉଛନ୍ତି, କୌଣସି କର୍ମ ପାଇଁ ଯାଉଛନ୍ତି, ଯେଉଁ କର୍ମରେ ଆପଣଙ୍କର ଅସଫଳତା ଦେଖାଦେଉଛି, ସେହି ସମୟରେ ଏ ଭସ୍ମକୁ ଲଗେଇକି ଯାଆନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ତେବେ ମନେ ରଖନ୍ତୁ, ଏ ଆଳତି ଯେତେବେଳେ କରିବେ, ଏ ଯେଉଁ ଗୁଜୁରାତି ଲବଙ୍ଗ ପକାଇ ଯେତେବେଳେ ଆଳତି କରିବେ, ସେ ସମୟରେ ଯଦି ଆମର ହନୁମାନ ଚାଳିଶାର ପାଠ ଆପଣମାନେ କରନ୍ତି, ଆଉ ସେହି ସମୟରେ ଆଳତି କରନ୍ତି, ସେହି ସମୟରେ ଯେଉଁ ଭସ୍ମଟି ବାହାରିବ, ସେ ଭସ୍ମକୁ ଲଗେଇକି ଯୁଆଡ଼େ ଯିବେ, ନିଶ୍ଚିନ୍ତ ଭାବରେ ସମସ୍ତ କର୍ମରେ ଆପଣମାନେ ଜୟଯୁକ୍ତ ହେବେ। ଉପାୟଟି କରନ୍ତୁ, ନିହାତି ଭାବରେ ଆପଣଙ୍କ ଜୀବନରେ ସଫଳତା ଆପଣଙ୍କୁ ପ୍ରାପ୍ତ ହେବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି ଭାବରେ କରିବେ। ରହିଲି, ଜୟ ଜଗନ୍ନାଥ।